ସୁରଭି କାର୍ଯ୍ୟକ୍ରମ 2024 ସୃଜନାତ୍ମକ ଲିଖନ ଅଛି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ। ଟପିକ୍ ଅଛି ଓଡ଼ିଶାର ସଂସ୍କୃତି ଓ ପରିବର୍ତ୍ତିତ ଜୀବନଶୈଳୀ। ପିଲାମାନେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଭିଡ଼ିଓକୁ ଆରମ୍ଭ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଟପିକ୍ ଓଡ଼ିଶାର ସଂସ୍କୃତି ଓ ପରିବର୍ତ୍ତିତ ଜୀବନଶୈଳୀ। ଉତ୍କୃଷ୍ଟ ଦେଶ ଯସ୍ୟ ସ ଉତ୍କଳ। ଉତ୍କୃଷ୍ଟ କଳା ନୈପୁଣ୍ୟ ସାହିତ୍ୟ ଉତ୍କର୍ଷ ଐତିହ୍ୟ କିବା ଉପମା ଦେବୀ। ସଂସ୍କୃତି ଯାର ଉଦ୍ଦୀପ୍ତ ତେଣୁ ତ ବୋଲାଏ ମହାପୁଣ୍ୟ ଭୂଇଁ ଓଡ୍ର କଳିଙ୍ଗ ଏକୀଭୂତ ଯହିଁ ଏଇମ ଓଡ଼ିଶା ଭୂଇଁ। ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ। ଓଡ଼ିଆ ଜୀବନଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଓଡ଼ିଶାର ଲୋକନୃତ୍ୟ ଲୋକକଳା ପୂଜା ପର୍ବପର୍ବାଣୀ ଇତ୍ୟାଦି ଜନମାନସରେ ସଂସ୍କୃତି ରୂପେ ପରିଚିତ। ଏ ସମସ୍ତ ସଂସ୍କୃତିର ମୂଳଭିତ୍ତି ସ୍ଥାପନ କରେ ଜଗନ୍ନାଥ ସଂସ୍କୃତି, ଯେଉଁ ସଂସ୍କୃତିରେ ସ୍ଥିତି ପରିସ୍ଥିତି ଆସ୍ଥା ବିଶ୍ୱାସ ମନୋଯୋଗ ବ୍ୟବହାର ଇତ୍ୟାଦି ଜୀବନକୁ ପାଥେୟ କରି ସୃଷ୍ଟି ହୋଇଛି। ଓଡ଼ିଆ ତା ମନରେ ଜଗନ୍ନାଥ, ତା ପ୍ରାଣରେ ଜଗନ୍ନାଥ, ତା ନିଶ୍ୱାସରେ ଜଗନ୍ନାଥକୁ ନେଇ ବଞ୍ଚିବା ଶିଖିଛି। ତା ଜୀବନର ପରିବର୍ତ୍ତନକୁ ଆଧାର କରି ଧର୍ମ ମାର୍ଗରେ ଆଚରଣ କରେ। ଓଡ଼ିଶାରେ ବିଭିନ୍ନ ବର୍ଗର ଲୋକ ବସବାସ କଲେ ମଧ୍ୟ ସମସ୍ତେ ଏକ ଜାତି ରୂପେ ପରିଚିତ। ତାହା ହେଲା ଓଡ଼ିଆ ଜାତି ବୀର ଜାତି। କବିଙ୍କ ବର୍ଣ୍ଣନାରେ ଧନ୍ୟ ହେ ଓଡ଼ିଆ ଧନ୍ୟ ହେ ଓଡ଼ିଆ ଧନ୍ୟ ତ ଶିକ୍ଷା ସଂସ୍କୃତି। ଏକ ଜାତି ଏହି ବୀରତ୍ୱର ଆଭା ପୂଜା ପାଏ ନୀତି ନୀତି। ବାସ୍ତବରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଓଡ଼ିଆ ଜୀବନଶୈଳୀର ଆଧାର। କାରଣ ଓଡ଼ିଶାର ବସବାସ କରୁଥିବା ବିଭିନ୍ନ ଆଦିବାସୀ ଲୋକମାନେ ଯେଉଁମାନେ ନିଜ ସଂସ୍କୃତିର ପରିଚୟରେ ପରିଚିତ ହୁଅନ୍ତି, ତାଙ୍କ ଜୀବନର ଅନେକ ସାମାଜିକ କାର୍ଯ୍ୟ ଯେମିତିକି ବିବାହ ବ୍ରତ ଓ ଅନ୍ୟ କିଛି ଉତ୍ସବ ସବୁ ସଂସ୍କୃତି ଆଧାରିତ ହୋଇଥାଏ। ମୋଟ ଉପରେ କହିବାକୁ ଗଲେ ଜୀବନଶୈଳୀ ସଂସ୍କୃତି ଆଧାରିତ ହୋଇଥିଲେ ତାହା ଶୃଙ୍ଖଳିତ ଆଚରଣଯୁକ୍ତ ହୋଇ ସୁସ୍ଥ ମନୋଭାବରେ ପ୍ରଭାବ ପକାଇଥାଏ। କିନ୍ତୁ ଅଧୁନା ଆଧୁନିକତାର ହାବଭାବରେ ବଞ୍ଚିବାର ଶୈଳୀ ପରିବର୍ତ୍ତନ ହେଉଛି। ସଂସ୍କୃତି ବଦଳରେ ଅପସଂସ୍କୃତି ଓ ଅପସଂସ୍କାର ସାନରୁ ବଡ଼ ପିଲାରୁ ବୁଢ଼ା ସମସ୍ତଙ୍କଠାରେ ଅଗ୍ରହଣୀୟ ହେଲାଣି। ଅଧିକାଂଶ ଲୋକଙ୍କର ବ୍ୟବହାର ପରିବର୍ତ୍ତନ ହେଲାଣି। ପୋଷାକ ପତ୍ର ଚାଲିଚଳଣି ଓ ଖାଦ୍ୟପେୟ ପରିବର୍ତ୍ତନ ଏକ ଦୁଷ୍ଟ ମାନସିକତାକୁ ପ୍ରକାଶ କରୁଛି। ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ କହିଥିଲେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ମାତ୍ର ସମାଜ ବିନା ଯିଏ ବଞ୍ଚିପାରେ ସେ ପଶୁ କିମ୍ବା ଦେବତା ହୋଇପାରେ। କିନ୍ତୁ ମନୁଷ୍ୟ ଏଠାରେ ଦେବତା ହେବା ବହୁତ ଦୂରର କଥା। ସେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛି, ଯାହାଫଳରେ ସମାଜରେ ଚୋରି ଲୁଣ୍ଠନ ହତ୍ୟା ଦୁଷ୍କର୍ମ ଇତ୍ୟାଦି ବଢ଼ି ବଢ଼ି ଚାଲିଛି। ବନ୍ଧୁବର୍ଗ ସାହି ପଡ଼ିଶା ଇତ୍ୟାଦି ମଧ୍ୟରେ ସମ୍ପର୍କ ଏବେ ଖରାପ ହେବାକୁ ଲାଗିଲାଣି। ଦେଣନେଣ ପ୍ରୟୋଗ ଏବେ ଆଉ ନାହିଁ। କେହି କାହା ସହିତ ଭଲ ଭାବେ ମିଶିବାକୁ ଇଚ୍ଛା ପ୍ରକଟ କରୁନାହାନ୍ତି। ଲୋକମାନେ ସାମାଜିକ ଉନ୍ନତିର ଚିନ୍ତା ଚେତନାକୁ ଜାଗ୍ରତ ନ କରିବାରୁ ସଂସ୍କୃତିର ପ୍ରୟୋଗ ହେଉନାହିଁ। ସମସ୍ତେ ପାଠ ପଢ଼ୁଛନ୍ତି କିନ୍ତୁ ପାଠୁଆ ନୁହେଁ, ଶିକ୍ଷିତ ନୁହେଁ। ଏଣୁ ପୁନର୍ବାର ଆମକୁ ଆମ ସାଂସ୍କୃତିକ ନୀତି ନିୟମର ପରାକାଷ୍ଠାକୁ ଉଜ୍ଜୀବିତ କରିବାକୁ ହେବ, ଯାହା ଓଡ଼ିଆକୁ ଗର୍ବରେ ଓଡ଼ିଆ ବୋଲି କହିବାର ଶକ୍ତି ଯୋଗାଇବ ଓ ଆମ ଜୀବନ ଜୀଇଁବାର କଳା ସୁରୁଖୁରୁରେ ପ୍ରବାହିତ ହେବ। ଧନ୍ୟବାଦ।